ଇତିହାସ ପ୍ରଥମ ଅଧ୍ୟାୟ ପ୍ରଥମ ପାଠ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ। ଆମେ ପାଠ ପଢ଼ିଲା ବେଳେ ଦେଖିଛୁ ବହୁତ ଭଲ ପିଲାଙ୍କର ବାପା ମା ମାନେ ପରୀକ୍ଷା ବେଳେ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଇତିହାସ ଭୂଗୋଳ ସବୁ ପଢ଼ି ଦିଅନ୍ତି, ପିଲାମାନେ ଶୁଣିକି ମନେ ରଖନ୍ତି। ତେଣୁ ଏବେ ଡିଜିଟାଲ ଦୁନିଆ ଆସିଲାଣି। ତେଣୁ ଯଦି ଇତିହାସ ଓ ଭୂଗୋଳ ପ୍ରଶ୍ନ ଉତ୍ତର କୌଣସି ୟୁଟ୍ୟୁବ ଚ୍ୟାନେଲରେ ତୁମେ ପାଉଛ, ତେଣୁ ଅଧିକ ସମୟ ଭିଡ଼ିଓ ନ ଦେଖି ରାତି ଶୋଇବା ପୂର୍ବରୁ କିଛି ସମୟ ଏୟାର କର୍ଡ଼ ଲଗାଇ ଆନ୍ସର ଗୁଡ଼ିକ ଶୁଣିନିଅ ଏବଂ ପରୀକ୍ଷା ବେଳେ ଏହା ତୁମଙ୍କର ବିଶେଷ କାମ ଦେବ ଏବଂ ବହୁତ ଜିନିଷ ବି ମନେ ରହିଯିବ। ପଢ଼ିକି ଯେତିକି ଶିଖିନଥାନ୍ତ ତାଠାରୁ ଅଧିକ ଜିନିଷ ତୁମେ ଶୁଣିକି ବି ମନେ ରଖିପାରିବ। ଆଚ୍ଛା, ଆମେ ଏ ବିଷୟଟି ଆଲୋଚନା କରିବା ପୂର୍ବରୁ ଆମର ସାଧାରଣ ଜ୍ଞାନ କେତୋଟି ରହିବା ଦରକାର। ଗାନ୍ଧୀଙ୍କର ଜନ୍ମ, ତମେ ଜନ୍ମ ଯଦି ନ ଜାଣିବ ସେ କଥା କିଏ କହିବ? ଗାନ୍ଧୀଙ୍କର ଜନ୍ମ 1869, 1900 ନୁହଁ। ଗାନ୍ଧୀଙ୍କର ଜନ୍ମ 1869। ଗାନ୍ଧୀଙ୍କର ପୁଣି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ମସିହା ଅଛି 1882। କ'ଣ କହିପାରିବ? ଏଇଠି ସେ ବିବାହ କଲେ। ପୁଣି ଗୋଟେ 1888, 3ଟା 8 ଦେଖ, 1888। ଏ ମସିହା ଗୁଡ଼ିକ ମନେ ରଖିବା ପାଇଁ ଭାରି ସୁବିଧା। 1888ରେ ବାରିଷ୍ଟରୀ ପାଠ ପଢ଼ିବା ପାଇଁ ତାଙ୍କର ଇଂଲଣ୍ଡ ଯାତ୍ରା। ଆଚ୍ଛା, ପୁଣି ଆଉ ଗୋଟେ କହିପାରିବ 1891, 3 ବର୍ଷ ପରେ ପୁଣି ସେ କୋଉଠିକି ଫେରିଲେ? ଭାରତକୁ ଫେରିଲେ। ଏତିକି ଆଗେ ମନେ ରଖନି। ଭାରତକୁ ଫେରିଲେ, ଓକିଲାତି ବ୍ୟବସାୟ କଲେ। ଆଚ୍ଛା, ଓକିଲାତି ବ୍ୟବସାୟ କୋଉଠି କଲେ? ନା, ଓକିଲାତି ବ୍ୟବସାୟ ସେ ମୁମ୍ବାଇରେ କଲେ ଏବଂ ରାଜକୋଟରେ କଲେ। ସଇଲା। ଏବଂ ତାପରେ ଚାଲିଲେ 1991 ପରେ ସେ ଚାଲିଲେ କୋଉଠିକି? ଦକ୍ଷିଣ ଆଫ୍ରିକା। ମୁସଲମାନ ବ୍ୟବସାୟୀ ତାଙ୍କ ମୋକଦ୍ଦମା ଲଢ଼ିବା ପାଇଁ ଦାଦା ଅବଦୁଲ୍ଲା ନାମକ ଜଣେ ଲୋକ ତାଙ୍କୁ ଦକ୍ଷିଣ ଆଫ୍ରିକା ଡାକିଲେ, ତେଣୁ ସେ ଦକ୍ଷିଣ ଆଫ୍ରିକା ପଳେଇଲେ। ଆଚ୍ଛା, ପୁଣି ଜାଣିଛ ଦକ୍ଷିଣ ଆଫ୍ରିକାରୁ କେବେ ଫେରିଲେ? କାଲି ଟିକେ ମନେ ରଖିଥ। 1915ରେ ଫେରିଲେ। ଆଚ୍ଛା, ଫେରିବାଟା ବର୍ଷର କୋଉ ମାସ ଆରମ୍ଭ? ଜାନୁଆରୀ ମାସ। ଫେରିବାଟା ଯେମିତି ପୁରା ସେ ଆରମ୍ଭ ମାସ, ଜାନୁଆରୀ ମାସ 9 ତାରିଖରେ ସେ ଫେରିଲେ। ଆଚ୍ଛା, ଆଉ କେତେଟା ଜିନିଷ ବି ତମେ ମନେ ରଖିଥ। ସେ ଯେତେବେଳେ ଜାନୁଆରୀ ମାସ ଫେରିଲେ, ଭାରତରେ ତାଙ୍କର ଆନ୍ଦୋଳନ, ଆଞ୍ଚଳିକ ଆନ୍ଦୋଳନ ତାଙ୍କର 3ଟା ହେଇଥିଲା। ଗୋଟେ ଅହମ୍ମଦାବାଦ ଲୁଗାକଳା ଆନ୍ଦୋଳନ, ଗୋଟେ ଚମ୍ପାରନ ଆନ୍ଦୋଳନ, ଗୋଟେ ଖେଡ଼ା ଆନ୍ଦୋଳନ। କିନ୍ତୁ ଜାଣିତ ତାଙ୍କର ପ୍ରଥମ ଜାତୀୟ ଗଣ ଆନ୍ଦୋଳନ କୋଉଟା ଥିଲା? କୋଉଟା ଥିଲା? ରାଓଲଟ ଆଇନ ବିରୋଧରେ। ଏବେ ଆମେ ପ୍ରଶ୍ନ ଆଲୋଚନା କରିଦେବା। ଆମେ ତ ଆଲୋଚନା କିଛି କରିଦେଲେ, ଏହାକୁ ନେଇକି ଆମେ ପ୍ରଶ୍ନ ଆଲୋଚନା କରିବା। ଆମେ ପ୍ରଥମ ପ୍ରଶ୍ନରୁ ଆରମ୍ଭ କରିବା। ସର୍ଦ୍ଦାର ବଲ୍ଲଭଭାଇ ପଟେଲ କେଉଁଠାରେ ଆଇନ ବ୍ୟବସାୟ କରୁଥିଲେ? ତାହେଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅହମ୍ମଦାବାଦରେ ଆଇନ ବ୍ୟବସାୟ କରୁଥିଲେ। ତାହେଲେ 1 ନମ୍ବର ଅପସନ ଗ ଠିକ। 2 ନମ୍ବର, ଆଚ୍ଛା, ଖେଡ଼ା ଜିଲ୍ଲାଟି କେଉଁ ରାଜ୍ୟରେ? ଆଚ୍ଛା, ଗାନ୍ଧୀଙ୍କର ପ୍ରଥମ ଆନ୍ଦୋଳନ ଖେଡ଼ା ଥିଲା ନା ଚମ୍ପାରନ ଥିଲା? ଆଗେ ଚରୁ ଚମ୍ପାରୁ ଆରମ୍ଭ କଲେ ଆନ୍ଦୋଳନ। ତେଣୁ ଖେଡ଼ା ଆନ୍ଦୋଳନ, ଚମ୍ପାରନ 1917, ଖେଡ଼ା ହେଉଛି 1918, ମନେ ରଖିଥ। ତାହେଲେ ଚମ୍ପାରନ, ଖେଡ଼ା ଜିଲ୍ଲାଟି କେଉଁ ରାଜ୍ୟରେ? ଆଚ୍ଛା, ଖେଡ଼ା ଯେଉଁ ଆନ୍ଦୋଳନ ହେଲା, ଖେଡ଼ା ଜିଲ୍ଲାଟି ରହିଲା ଆମର ଗୁଜୁରାଟ। ତାଙ୍କର ପ୍ରଥମ ଆନ୍ଦୋଳନ ନିଜ ରାଜ୍ୟରେ ହେଇଛି ଗୁଜୁରାଟରେ। ହେଲା।
ଏଇଟା ବି ଗୋଟେ ସାଧାରଣ ବୁଦ୍ଧିର କଥା। ତାହେଲେ ତାଙ୍କର ଚମ୍ପାରଣ ଆନ୍ଦୋଳନ ବିହାରରେ, ଚମ୍ପାରଣ ବିହାର, ଖେଡ଼ା ଆନ୍ଦୋଳନ ଗୁଜୁରାଟ। ତାହେଲେ ଗୁଜୁରାଟରେ ହେଲା। ଗାନ୍ଧିଜୀ କେଉଁଠାରେ ବାରିଷ୍ଟରୀ ପଢ଼ିବା ପାଇଁ ଯାଇଥିଲେ? ତାହେଲେ ଆମେ ଦେଖିଲେ ଜାପାନ ନୁହେଁ, ଫ୍ରାନ୍ସ ନୁହେଁ, ଆମେରିକା ନୁହେଁ, ତାହେଲେ ଇଂଲଣ୍ଡ। 3 ନମ୍ବର ଗ ଠିକ୍। 4 ନମ୍ବରକୁ ଆସିଯିବା। ଡକ୍ଟର ସତ୍ୟପାଲ କେଉଁ ସ୍ଥାନର ନେତା ଥିଲେ? ଆଚ୍ଛା, ଆମର ଡକ୍ଟର ସତ୍ୟପାଲ ଆଉ ଡକ୍ଟର ସୈଫୁଦ୍ଦିନ 2 ଜଣ ସ୍ଥାନୀୟ ନେତା। ଆଚ୍ଛା, ତାହେଲେ ଡକ୍ଟର ସତ୍ୟପାଲ ଜାଲିଆନାୱାଲାବାଗ ହତ୍ୟାକାଣ୍ଡଟି ଘଟିଲା କେଉଁଠି? ଜାଲିଆନାୱାଲାବାଗ ହତ୍ୟାକାଣ୍ଡଟି ଘଟିଲା ଅମୃତସରରେ। ତାହେଲେ ସତ୍ୟପାଲ କେଉଁଠିକାର ନେତା ଥିବେ? ସ୍ଥାନୀୟ ନେତା, ଅମୃତସର। ତାହେଲେ 4 ନମ୍ବର ଘ ଠିକ୍। 5 ନମ୍ବର, ସାବରମତୀ ନଦୀ କୂଳରେ ମହାତ୍ମା ଗାନ୍ଧୀ କେତେ ମସିହାରେ ଆଶ୍ରମ ପ୍ରତିଷ୍ଠା କଲେ ବା କେବେ ଆଶ୍ରମ ପ୍ରତିଷ୍ଠା କଲେ? ଫେରିଲେ କେବେ କି? ଫେରିଲେ 1915। ଆଶ୍ରମ ପ୍ରତିଷ୍ଠା କେବେ କଲେ? ପରବର୍ଷ 1916। ଆନ୍ଦୋଳନ କେବେ କଲେ? ଚମ୍ପାରଣ ଆନ୍ଦୋଳନ 1917। ଦେଖୁନ କିନ୍ତୁ ସିରିଏଲ ଯାଇଛି। ଖେଡ଼ା ଆନ୍ଦୋଳନ କେବେ କଲେ? 1918। ରାହୁଲତା ଅମାନ୍ୟ ଆନ୍ଦୋଳନ କେବେ କଲେ? 1919। ଏକଦମ ସିରିଏଲି 5, 6, 7, 8, 9। ପିଲା ଏତିକି ଭଲ ପିଲା କେମିତି ମନେ ରଖନ୍ତି କି? ଏମିତି ମନେ ରଖନ୍ତି। ତାହେଲେ ସାବରମତୀ ନଦୀ କୂଳରେ ତାଙ୍କର 1916 ମସିହା, ଅପସନ ଗ ଠିକ୍। ନମ୍ବର ଦେଇଛି। 6 ନମ୍ବର ଅଛି, ୟଙ୍ଗ ଇଣ୍ଡିଆ ପତ୍ରିକାର ସମ୍ପାଦକ କିଏ ଥିଲେ? ଦେଖ, ୟଙ୍ଗ ଇଣ୍ଡିଆ, ଇଣ୍ଡିଆନ ଓପିନିଅନ, ଏଇ ଯେଉଁ ପତ୍ରିକା ଅଛି, ଏ ପତ୍ରିକାର ସମ୍ପାଦକ ନିଜେ ଗାନ୍ଧିଜୀ ଥିଲେ। ତେଣୁ ତମେ ଲେଖିବ କିଏ ସେ? 6 ନମ୍ବର ଅପସନ କ, ମହାତ୍ମା ଗାନ୍ଧୀ। ଏଇଟା କେଉଁଠି ପାଇବ ଜାଣିଛ ନା? ଏଇ ଯେଉଁ ବହି ଭିତରେ ସବୁ ବକ୍ସ କରିକି ଦେଇଛି, ସେ ବକ୍ସ ଭିତରେ କି ଲେଖିଛି। ତମେ ବକ୍ସକୁ ଦେଖିଦେଲେ ସେଇଠି ପାଇଯିବ। ମାନେ ଧାଡ଼ି ଧାଡ଼ି ଲେଖୁଥିବ, ପାଇବନି। ନମ୍ବର, ଗାନ୍ଧିଜୀ କେବେ ବିବାହ କରିଥିଲେ? ମୁଁ ସିରିଏଲି ଆଲୋଚନା ବେଳେ ଏ କଥାଟା କହିଦେଇ ଆସିଥିଲି। 1869 ଜନ୍ମ, 1882 ବିବାହ, 1888 ବାରିଷ୍ଟରୀ ପଢ଼ିବା ପାଇଁ ଯାତ୍ରା। ତାହେଲେ ଦେଖ, ସେଇ ଭିତରୁ କେଉଁଟା ଅଛି? 1882 ଅଛି। ଗାନ୍ଧିଜୀ 1882ରେ ବିବାହ କରିଥିଲେ। 7 ନମ୍ବର ଘ। 8 ନମ୍ବର, କିଏ ଶ୍ରମିକମାନଙ୍କୁ ପ୍ଲେଗ ବୋନସ୍ ଦେଉଥିଲେ? ଆଚ୍ଛା, କିଏ ଶ୍ରମିକମାନଙ୍କୁ ପ୍ଲେଗ ବୋନସ୍ ଦେଉଥିଲେ? ଝୋଟ କଳର ମାଲିକ? ନା, ଏଟା ଭୁଲ। ଝୋଟ କଳର ମାଲିକ କେବେ ନୁହେଁ। ଆଚ୍ଛା, ସୂତା କଳର ମାଲିକ, ଲୁଗା କଳର ମାଲିକ? ସୂତା କଳର ମାଲିକ ନଥିଲେ, ସେମାନେ ଥିଲେ ସବୁ ଲୁଗା କଳର ମାଲିକ, ଖଣି ମାଲିକ ନୁହେଁ। ତାହେଲେ 8 ନମ୍ବର କିଏ ଠିକ୍ ହେଲା? 8 ନମ୍ବର ଅପସନ ଘ ଠିକ୍ ହେଲା। ଏବେ 9କୁ ଯିବା। ଖେଡ଼ା ଜିଲ୍ଲାରେ 1918 ମସିହାରେ ଶସ୍ୟ ଉତ୍ପାଦନ କ'ଣ ପାଇଁ ବାଧା ଦେଲା? ସେ କରେ ଅଛି ବନ୍ୟା ନୁହେଁ, ଖରେ ଅଛି ବାତ୍ୟା ବି ନୁହେଁ। ଆଚ୍ଛା, ଦେଖିବା ଆର ଅପସନ ଦୁଇଟା କ'ଣ ଅଛି? ତାହେଲେ ସେଇ ଅପସନ ଭିତରୁ ଆମେ ପାଇଯିବା ଆନ୍ସରେ। ଅଛି ଭୂମିକମ୍ପ ଓ ଦୁର୍ଭିକ୍ଷ, କିନ୍ତୁ ଆମର ଫସଲ ଉତ୍ପାଦନରେ ବାଧା ଦେଇଛି କିଏ ସେ? ନା, ଦୁର୍ଭିକ୍ଷ ବାଧା ଦେଇଛି। ତାହେଲେ 9 ନମ୍ବର ଘ ଠିକ୍। 10 ନମ୍ବର, ରାହୁଲତ ଆଇନ ବିରୋଧରେ ଗାନ୍ଧିଜୀଙ୍କ ଦ୍ୱାରା ସତ୍ୟାଗ୍ରହକୁ କିଏ ବିରୋଧ କରିଥିଲେ? ଆଚ୍ଛା, ବିରୋଧ କରିବା ଲୋକ କିଏ? ନା, ସୁରେନ୍ଦ୍ରନାଥ ବାନାର୍ଜୀ ବିରୋଧ କରିଥିଲେ। ଅରବିନ୍ଦ ସେତେବେଳେ ଏ ଆନ୍ଦୋଳନ ପରିସର ଭିତରକୁ ଆସିନଥିଲେ। ସୁଭାଷ ଚନ୍ଦ୍ର ବୋଷ ସିଏ ବି ସେତେବେଳକୁ ଆସିନଥିଲେ। ତାହେଲେ ତମର କିଏ ବିରୋଧ କରିଥିଲେ? ସୁରେନ୍ଦ୍ରନାଥ ବାନାର୍ଜୀ। 11 ନମ୍ବର, ଗାନ୍ଧିଜୀ କେବେ ଜନ୍ମଗ୍ରହଣ କରିଥିଲେ? ଆଚ୍ଛା, ଏ ପାଠଟା ମୁଁ କହିବିନି, ଏ ପାଠଟା ତମେ ସବୁ ଜାଣିଛ, ତମେ ଏଟା ନିଜେ କର, କାରଣ ଏଟା ତମ ପାଇଁ ପ୍ରଶ୍ନ। ତମେ ଗାନ୍ଧୀ ଜୟନ୍ତୀ ପାଳନ କରୁଛ, ଏ ପ୍ରଶ୍ନର ଉତ୍ତର କାହିଁକି ନ କରିବ? କର। ଆଚ୍ଛା, ତାପରେ 12କୁ ଯିବା ଆମେ।
କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ କ'ଣ ବୋଲି ସମ୍ବୋଧନ କରୁଥିଲେ? ଆଚ୍ଛା, କସ୍ତୁରବାକୁ କ'ଣ ବୋଲି ସମ୍ବୋଧନ କରୁଥିଲେ? ତୁମେ ବହିଟା ସାରା ଧାଡ଼ି ପଢ଼ି ଗଲେ ପାଇବ ନାହିଁ, କିନ୍ତୁ ଯଦି ବକ୍ସ ଭିତରେ ଥିବ ପାଇଯିବ। ବକ୍ସ ଭିତରେ ଦେଖିବ ତାଙ୍କୁ ବା ବୋଲି ସମ୍ବୋଧନ କରାଉଥିଲା, ଯିଏକି ବିଷୟର ପ୍ରଥମ ପୃଷ୍ଠାରେ ଅଛି। ଗାନ୍ଧିଜୀ କେବେ ବାରିଷ୍ଟରୀ ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କଲେ? ମୁଁ କହିଛି 1ରେ 3ଟା 8 ଯୋଉଠି ଥିବ ଦେଖ ଘରେ କି ନମ୍ବର କେଉଁଠି ଠିକ୍ ବାଛିବ। ରାଜକୋଟ ଓ ବମ୍ବେରେ ଗାନ୍ଧିଜୀ ସତ୍ୟାଗ୍ରହ କଲେ। ରାଜକୋଟ ଓ ବମ୍ବେରେ ଗାନ୍ଧିଜୀ ଆଇନ ବ୍ୟବସାୟ କଲେ। ରାଜକୋଟ ଓ ବମ୍ବେରେ ଗାନ୍ଧିଜୀଙ୍କର ବାଲ୍ୟ ଜୀବନ କଟିଥିଲା। ଏଠି ଦେଇଛି 1 2 3ଟା ଅପସନ୍ ଦେଇଛି। 3ଟା ଅପସନ୍ରୁ କେଉଁ ଅପସନ୍ଟି ଠିକ୍ ବୋଲି ତମେ ଲେଖିବ। ଆଚ୍ଛା, ଆମେ ଜାଣିଛନ୍ତି ରାଜକୋଟ ଓ ବମ୍ବେରେ କି ସେ ଆଇନ ବ୍ୟବସାୟ କରୁଥିଲେ। ଅପସନ୍ ଖ'ଟା ଠିକ୍। ଆଚ୍ଛା, କେଉଁ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ମୋକଦ୍ଦମା ଲଢ଼ିବା ପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ନାଟାଲ ନାମକ ସ୍ଥାନକୁ ଯାଇଥିଲେ? ଦାଦା ରେହମାନ ନୁହେଁ, ଦାଦା ରଜାମୁଲା ନୁହେଁ, ଦାଦା ଅବଦୁଲ୍ଲା। ହେଲା କି? ସେ କିଏ? ଦାଦା ଅବଦୁଲ୍ଲା। 3ଟା ତ ଦେଖିବ ସେ ନାଁରେ କି ଦ ଅଛି, ଦାଦା ଅବଦୁଲ୍ଲା। 16 ନମ୍ବର, କେତେ ମସିହାରେ ଗାନ୍ଧିଜୀ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ? ଏଇଟା କୋଉଠି ହେଇଥିଲା? ଏଇଟା ହେଇଥିଲା ତମର ଦକ୍ଷିଣ ଆଫ୍ରିକାରେ। ତାହେଲେ 1870 ନୁହେଁ, 1870 ତ ଯାଇନଥିଲେ। ଆଚ୍ଛା, ଦେଖିବା 1912। ଆଚ୍ଛା, ଇଏ ତ ନୁହେଁ। 1894ରେ ନାଟାଲ କଂଗ୍ରେସର ଗଠନ। ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଗାନ୍ଧିଜୀ ପ୍ରକାଶ କରିଥିବା ସମ୍ବାଦପତ୍ରର ନାମ କ'ଣ? ସମାଚାର ସମ୍ବାଦ କହିଲେ ଦକ୍ଷିଣ ଆଫ୍ରିକାରେ କ'ଣ ସେ ଓଡ଼ିଆ ନାଁ ଦେଉଥିଲେ କି? ନାଇଁ କି? ତମେ ବୁଦ୍ଧିଆ ପିଲା, ତମେ ସହଜରେ ଜାଣିଦେବ, ସମାଚାର ହେବନି। ଜନମତ ନାଁ କାହିଁକି ଦକ୍ଷିଣ ଆଫ୍ରିକାରେ ଦେବେ? ଦେବେ ନାହିଁ। ଭାରତୀ ନାଁ ଦକ୍ଷିଣ ଆଫ୍ରିକାରେ ଦେଇନଥିଲେ, ସେଇଟାକୁ ଦେଇଥିଲେ। ଦେଖ, ଏଇଟା ହେଉଛି ଇଣ୍ଡିଆନ୍ ଓପିନିଅନ୍, ଗୋଟେ ଇଂଲିଶ ନାଁ। ତେଣୁ ଇଂଲିଶ ନାଁଟା ଯେଉଁଟା ସେଇଟା ଠିକ୍ ହେବ ନା। ଆଉ 17 ନମ୍ବର ଘ ଠିକ୍। ଏଇଟା ବୁଦ୍ଧିର କାମ। ଯିଏ ନ ପଢ଼ିଥିବ ବି ସେ ବୁଦ୍ଧି ଖର୍ଚ୍ଚ କରିକି ଏଇଟା ଠିକ୍ କରିଦେବ। ପ୍ରତ୍ୟେକ ଭାରତୀୟ ନିଜ ଅଙ୍ଗୁଳି ଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ର ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ ପ୍ରଣୟନ କରିଥିଲେ? ଆଚ୍ଛା, ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ କି ଆମର ଆଇନ ପ୍ରଣୟନ କଲେ, ତାହେଲେ ଏଇଠି ଆମର ଇଣ୍ଡିଆନ୍ ଓପିନିଅନ୍ ଗାନ୍ଧୀ ସେତେବେଳକୁ ଗୋଟେ ପତ୍ରିକା ପ୍ରକାଶ କଲେଣି। ଆଚ୍ଛା, ତାହେଲେ 1905 ନୁହେଁ, 1907 ନୁହେଁ, କିନ୍ତୁ 1906। ତାହେଲେ 1906ରେ ଦକ୍ଷିଣ ଆଫ୍ରିକା ସରକାର ନିଜ ଆଇଡେଣ୍ଟି କାର୍ଡ଼ ସ୍ୱରୂପ ନିଜ ପ୍ରମାଣପତ୍ର, ଯେକି ଅଙ୍ଗୁଳି ଛାପ ପ୍ରମାଣପତ୍ର ସାଥିରେ ନେବା ପାଇଁ ବାଧ୍ୟ କଲେ। କେବେ? 1906 ମସିହା। ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟର ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ସମ୍ପାଦିତ ହୋଇନଥିବା ଓ ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କ ବିବାହ ସ୍ୱୀକୃତି ପ୍ରତ୍ୟାହାର କେବେ କରାଗଲା? ଆଚ୍ଛା, ଭାରତୀୟମାନଙ୍କର ବିବାହ ସ୍ୱୀକୃତି ପ୍ରତ୍ୟାହାର, ସେଇଟା ଆମେ ମନେ ରଖିବା ପାଇଁ ଆର ଗୋଟେ ସୁବିଧା ବାଟ ଅଛି। 13 14 କହନ୍ତି। କେଉଁ ମସିହା? 13 ମସିହା 14 ତାରିଖ 13 ମସିହା। ତାହେଲେ 1913 ମାର୍ଚ୍ଚ 14 ତାରିଖ। ପୁଣି ମାର୍ଚ୍ଚଟା ମନେ ରଖିବା ପାଇଁ କ'ଣ ସୁବିଧା ଜାଣ? ବର୍ଷର
जे कि नुआ वर्षर विभिन्न प्रकार आईन कानून प्रणयन करने प्रत्येक सरकारी संस्था कि प्रशासनिक संस्था कि मार्च मास को एक इम्पोर्टाट मास हिसाब से ग्रहण करा जाए। ताले 19 नंबर ऑप्शन क ठीक। 20 नंबर गांधीजी संग्राम समय रे दक्षिण आफ्रिकार शासन मुख्य किए थिले? 20 नंबर क ठीक जनरल स्कॉट्स। 21 केबे गांधीजी दक्षिण आफ्रिकार भारत को फेरिले? मु कही गांधीजी दक्षिण आफ्रिकार भारत को फेरिले 15 मसीह एवं सेटा जनवरी मास जनवरी 9 तारिख 1915 जनवरी 9। 21 नंबर ख। 22 जीवा गांधीजी राजनैतिक गुरु नाम कौन? भारी इंपोर्टाट प्रश्न, बहुत समय परीक्षा रे आसे, तमर भी परीक्षा रे पड़ी पारे। राजनैतिक गुरु नाम रवींद्रनाथ टागोर तो जने साहित्यिक थिले, जी नोबेल पुरस्कार पाइथिले। छाड़ सरदार वल्लभ भाई पटेल तांकर जने अनुगामी थिले। राजकुमार शुक्ल तांको जे कि विरोध करिपा पई जे कि हड़ताल सरी आंदोलन करने डाकी थिले। तांकर राजनैतिक गुरु ताले किए हबो? गोपाल कृष्ण गोखेल। गांधी राजनैतिक गुरु ग रु आरंभ गोपाल कृष्ण। कौन बुझे मन रही कहीं गे है गांधी, गुरु हेले से गोपाल, गांधी गोपाल, ग अक्षर सी भी ग अक्षर। शिखु जीवा आमर प्रश्न किए महात्मा गांधी को महात्मा आख्या प्रदान करथिले? अच्छा, महात्मा गांधी को किए महात्मा आख्या प्रदान करथिले? राजेंद्र प्रसाद नुहे, से जने बड़बड़िया लोक होइथिबे। बाल गंगाधर तिलक नुहे, लाला लाजपत राय नुहे, ताले से साहित्यिक लोक किए? से रवींद्रनाथ टागोर। महात्मा गांधी को महात्मा बोले कही के रवींद्रनाथ टागोर। 24 गांधीजी साबरमती आश्रम केबे प्रतिष्ठा कले? मु कही फेरिले 15 प्रतिष्ठा कले 16। ताले 1916 ख्रीष्टाब्द। ताले 24 नंबर क ठीक। 25 नंबर भारत रे गांधी द्वारा संगठित प्रथम आंदोलन कौन थिला? मु कहली चंपा फूल। चंपारू आरंभ गोटे फूलर नारू चंपारण। ताले 25 नंबर ख लिखिब। खेड़ा हल्ला द्वितीय आंदोलन। चाषी मानक समस्यार अनुध्यान पाई 1917 एप्रिल गांधीजी डैश ठारे पहुंचले? आम जानते सदर महकुमा मोतिहार रे पहुंचले। ये ख ग दीटा ठीक अच्छी, सॉरी ग घ दीटा ठीक अच्छी, ताले दीटा मारी दियो। अच्छा, मोतिहार रे 27 नंबर केबे खेड़ा आंदोलन होइतिला? अच्छा, चंपारण केबे हैला कि? चंपारण हैला 1917। खेड़ा केबे हिथिबो? 1918। जालियानवाला बाग केबे हिथिबो? 1919। एई तो बात। अच्छा, खेड़ा आंदोलन ऑप्शन ख ठीक 1918। खेड़ा आंदोलन समय गांधीजी जने मुख्य सहयोगी किए थिले? इंदुलाल जागीर। 29 खेड़ा आंदोलन समय प्रधान अनुगामी किए थिले? सरदार वल्लभ भाई पटेल। ए दी जन ना भारी इंपोर्टेंट, जने अनुगामी आ जने मुख्य सहयोगी, तांको सहयोग करथिले। आ से जो बाट रे गले से बाट को अनुगामी हेले किए? सरदार पटेल। 30 नंबर प्लेग बोनस प्रत्याहार करदेवारु श्रमिक मालिक मानक मध्य डैश थारे कलहर सूत्रपात होता से लुगा कला आंदोलन। अच्छा, लुगा कला आंदोलन कौटी होता?
ଅହମ୍ମଦାବାଦ। ଆଚ୍ଛା ଅହମ୍ମଦାବାଦକୁ ମାଞ୍ଚେଷ୍ଟର ବୋଲି କୁହାଯାଏ। ତାହେଲେ ସବୁ ଲୁଗା କଳ ଗୁଡ଼ାକ ଭାରତ ବର୍ଷରେ ସେଇଠି କୋଉଠି ଅହମ୍ମଦାବାଦରେ। ତାହେଲେ ଆମର ଅପସନ କ ଠିକ। 30 କ ଠିକ। 31 କାହାର ସମ୍ପାଦନାରେ ନବଜୀବନ ଏବଂ ୟଙ୍ଗ ଇଣ୍ଡିଆ ନାମକ ଦୁଇ ଗୋଟି ପତ୍ରିକା ପ୍ରକାଶ ପାଇଥିଲା? ସେ ଦେଇଛି ଗୌରୀଶଙ୍କର ରାୟ, କ୍ଷୀରମୋହନ ସେନାପତି, ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର। ଆଚ୍ଛା ଆମେ ଏଇଟା ପଢୁଛନ୍ତି ଆମର ଓଡ଼ିଶା ଭିତର କଥା ଏଠି ନାହିଁ। ଆଚ୍ଛା ଯାହା ଅଛି ମହାତ୍ମା ଗାନ୍ଧୀଙ୍କ ଉପରେ, କିନ୍ତୁ ଗୌରୀଶଙ୍କର ରାୟ ତ କେବେ ଆସିବନି, କଟିଗଲା। ସେନାପତି ବି କଟିଗଲା, ବାକି ରହିଲା ରବୀନ୍ଦ୍ରନାଥ ଟାଗୋର ଆଉ ମହାତ୍ମା ଗାନ୍ଧୀ। ତାହେଲେ ମହାତ୍ମା ଗାନ୍ଧୀ ଏଟା ପ୍ରକାଶ କରିଥିଲେ। ତାହେଲେ 31 ନମ୍ବର ଗ। ରାଉଲତ ଆଇନ କେବେ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିଲା? ଆଚ୍ଛା ଆଙ୍ଗୁଳି ଛାପ ଆଇନ କେବେ? ତାହେଲେ ମୁଁ କହିଥିଲି କେତେ ନା 1913 ମସିହାରେ କି ଆଙ୍ଗୁଳି ଛାପ ଆଇନ ମାର୍ଚ୍ଚ ମାସ 14 ତାରିଖ। ଆଚ୍ଛା ସେମିତି ରାଉଲତ ଆଇନ କେବେ ହେଲା? 1919 ମସିହା 18 ତାରିଖ ଏଟା। ତାହେଲେ 1919 ଦେଖ କୋଉଠି ଦେଇଛି? ଅପସନ କ ଠିକ। 33 ନମ୍ବର କେଉଁ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧୀଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ? ଭାରି ଇମ୍ପୋର୍ଟାଣ୍ଟ ପିଲାମାନେ। କୋଉ ଆନ୍ଦୋଳନଟା? ଖେଡ଼ା ଜାତୀୟ ସ୍ତରୀୟ ନା ଆଞ୍ଚଳିକ ସ୍ତର? ଆଞ୍ଚଳିକ। ଚମ୍ପାରନ ଜାତୀୟ ସ୍ତର ନା ଆଞ୍ଚଳିକ ସ୍ତର? ଆଞ୍ଚଳିକ ସ୍ତର। ଅହମ୍ମଦାବାଦ ଲୁଗାକଳ ଜାତୀୟ ନା ଆନ୍ତର୍ଜାତିକ ନା ଆଞ୍ଚଳିକ ନା ଜାତୀୟ ସ୍ତର? ଆଞ୍ଚଳିକ। ଆଉ ତମର ରାଉଲତ ଆଇନ ଯୋଉଟା ଆସିଲା ଗାନ୍ଧୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ଥିଲା। ରାଉଲତ ଆଇନଟା କ'ଣ ଖାଲି ଗୁଜୁରାଟ ପାଇଁ ଲଗା ହେଇଥିଲା କି? ରାଉଲତ ଆଇନଟା ସାରା ଭାରତ ବର୍ଷରେ ଲଗା ହେଇଥିଲା। ସେ ଆଇନ ବିରୁଦ୍ଧରେ କଲେ, ତେଣୁ ସେଇଟାକୁ ସେଇଥିପାଇଁ କୁହାଯାଏ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ଅପସନ ଘ ଠିକ। 34 ଯିବା। କେବେ ରାଉଲତ ଆଇନ ଗୃହୀତ ହେଲା? ମୁଁ ତମକୁ 1919 ମାର୍ଚ୍ଚ 18 ତାରିଖ କି 34 ନମ୍ବର ଖ ଠିକ, ଯୋଉଟା ଅଛି ସେଇଟା ଠିକ। ରାଉଲତ ଆଇନ ଗୃହୀତ ହେଇଥିଲା। 35 ରାଉଲତ ଆଇନ ବିରୁଦ୍ଧରେ କେବେ ଗାନ୍ଧୀଜୀଙ୍କୁ ଗିରଫ କରାଗଲା? ଗାନ୍ଧୀଜୀଙ୍କୁ ଯୋଉଦିନ ଗିରଫ କଲେ ସେଇଦିନ ଛାଡ଼ିଦେଲେ। 6ରେ କି ଦେଶବ୍ୟାପୀ ହରତାଳ, 9ରେ କି ଗିରଫ, 9ରେ କି ଛାଡ଼ିଲେ। ଏଠି ଅଛି ମାର୍ଚ୍ଚ 9 ଖ ଠିକ ନୁହେଁ, ଘ ଠିକ। ଅପସନ ଘ ଠିକ। ଏଇଠି ଅଛି ଏପ୍ରିଲ 9, କାରଣ ଏପ୍ରିଲ ହେଲା କି ତମର ଏପ୍ରିଲରେ କି ତମର ଜାଲିଆନା ୱାଲାବାଗ ହତ୍ୟାକାଣ୍ଡ ହେଇଥିଲା ନା। ତାପରେ ଜାଲିଆନା ୱାଲାବାଗ ହତ୍ୟାକାଣ୍ଡ କେବେ? ଏପ୍ରିଲ ମାସ ନିଶ୍ଚୟ ହବ, 1919 ମସିହା ହବ। ଦେଖୁନ କ ଅପସନରେ ଦେଲା କ'ଣ? 1919 ମେ 13, 1919 ମାର୍ଚ୍ଚ 13, 1919 ଜାନୁଆରୀ 13, ଏପର୍ଯ୍ୟନ୍ତ ଏପ୍ରିଲର ଦେଖା ନାହିଁ। ଦେଖିବା ଏପଟ ଅପସନରେ ଥିବ। ହଁ ଏଇଟା ଏପ୍ରିଲ 13। ତାହେଲେ ଅପସନ ଘ ଠିକ। 37 ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ଅମୃତସରର ଜାଲିଆନା ୱାଲାବାଗ ଠାରେ କେବେ ବହୁ ସଂଖ୍ୟକ ହିନ୍ଦୁ ଏକତ୍ରିତ ହୋଇଥିଲେ? ଆମେ ବୈଶାଖୀ ପର୍ବ ପାଳନ କରୁଥିଲେ। ବୈଶାଖୀ ପର୍ବ ପାଳନ କଲେ ପଣା ସଂକ୍ରାନ୍ତି ମେ ମାସ ନୁହେଁ, ଜୁନ ମାସ ନୁହେଁ, ଅଗଷ୍ଟ ମାସ ନୁହେଁ, ଏପ୍ରିଲ ମାସ। ତାହେଲେ ଅପସନ 37 ନମ୍ବର ଘ ଠିକ। 38 ଜେନେରାଲ ଡାୟାର କେଉଁ ଘଟଣା ସହିତ ଜଡ଼ିତ? ଡାୟାର ଯେ କି କୋଉ ଘଟଣା ସହିତ ଜଡ଼ିତ? ଡେଡ୍ ଘଟଣା ସହିତ, ମୃତ ଘଟଣା ସହିତ ଜଡ଼ିତ। ଖଇରାର ନୁହଁ, କାଇପଦର ନୁହଁ, ଇରମ ନୁହଁ, ଏ ତିନିଟା ସାରା ଓଡ଼ିଶାର। ଏଇ ଜାଲିଆନା ୱାଲାବାଗ ହତ୍ୟାକାଣ୍ଡ ସହିତ ଜଡ଼ିତ। 38 କ।
39 नंबर गांधीजी केबे रावलत आईन विरोध रे आंदोलन प्रत्याहार कले। अच्छा एप्रिल 6 रे आंदोलन डाकला। अच्छा एप्रिल 9 रे की अच्छा रावलत आईन विरोधी आंदोलन केबे प्रत्याहार कले। 1919 एप्रिल 14, 1919 एप्रिल 16, 1919 एप्रिल 18, 1919 एप्रिल 15। आंदोलन प्रत्याहृत है 1919 एप्रिल 18 ऑप्शन ग ठीक है। 1918 जालियानवाला बाग हत्याकांड पर गांधीजी केउ उपाधि परित्याग कले तांको जे कि हिंदू मानकर सम्राट हिंदुस्तान सम्राट बोली कहूला घ काइजर ई हिंद उपाधि परित्याग कले। विश्वकवि को सेमती गोटे दिया नाइट उपाधि से नाइट उपाधि परित्याग कले 41 नंबर ख। जालियानवाला बाग हत्याकांड पर विश्वकवि रवींद्रनाथ टैगोर नाइट उपाधि त्याग करथिले। 42 नंबर काइजर ई हिंद र अर्थ कौन हिंदुस्तान र सम्राट। 42 नंबर क ठीक। एठी आम इतिहास र प्रथम विषय सारू तेणु तुम्हें परीक्षा पूर्व अंतत थरे वीडियो गुड़ी को देखि नियो बा बही रिविजन करि नियो तुम परीक्षा भल हबो।